ଆଜ୍ଞା ରସଲ ତାର अच्छा ବାସଟେ ଦ୍ୱାରକା ବାସଟେ ଦ୍ୱାରକା ଭାରତ ଆଚ୍ଛା କଣ କହିଲୁ आकाशर कहे ଚିଲିକାର ମାଛ କୋଉଠି ବନ୍ଧୁ ବାନ୍ଧବ आके दुजन कोड़ी बंधु बाइंचती ये रहिला गछरे से होला पानी भितरे गछ पानी के मार्क कर कोड़ी मिसुचती चाखना मद आके कोड़ी मिसुचती काउंटर रे ଲାଇନଟା ଲଗା अरे पानी जान दे କୋଉଠି आम्रे आंड्रे संगे संगे ଓହୋ ଆକାଶର କହିଆ ଚିଲିକାର ମାଛ आंबिला हांडी रे କି ବେସର ହାଣ୍ଡିରେ ହେଲେ ମାଛ କୁତୁ କୁତା ହେଇଯିବ ଆମ୍ବିଳା ହାଣ୍ଡିରେ ହେଲେ ଫିଙ୍ଗାଳିଆ ରହିବ କାହିଁକି ଚିଲିକାର ଲୁଣି ମାଛ କାବଲା ମାଛ ଓହୋ କାବଲା ମାଛ ଏବେଲା ମାଛକୁ ତେନ୍ତୁଳି ପାଣି ବାଜିଲେ ମାଛ ଡାଙ୍ଗିଆ ଦେଇକି ଓହୋ ଆମ୍ବିଳା କଲେ ଏକା କାବଲା ମାଛ ହବ ନହେଲେ ହବନି ଡାଙ୍ଗିଆ ଦେଇକି ଖାରା ଖାରା ଆଚ୍ଛା ଆଚ୍ଛା ହେଲେ ମା 30 ଟଙ୍କାର 60 ଟଙ୍କା ଦେ ତୁ ଏବେ ତାର କାରଣ ଅଛି ଆଉ କଣ ଆକାଶର କହିଆ ଚିଲିକାର ମାଛ ଆମ୍ବିଳା ହାଣ୍ଡିରେ ବନ୍ଧୁ ତମେ ସେପରି ବନ୍ଧୁ ବାନ୍ଧିଛ କି ମା ଆରେ ନାହିଁ ଆଉ ଏହାର କାରଣ ଅଛି କଣ କାରଣଟା କହିଲ ମା ନିଜେ ଅର୍ଜୁନ ହଉ ନିଜେ ଅର୍ଜୁନ ଦସ୍ୟୁ ଦୈତ୍ୟ ରାକ୍ଷସକୁ ବଧ କରି ଘୋଷ ଦୈତ୍ୟକୁ ବଦ୍ଧ କରି ମଣିଭଦ୍ରା ପର୍ବତରେ ଯାହାକୁ ଉଦ୍ଧାର କରି ଆଣିଥିଲେ ମୁଁ ସେଇ ସକ୍ରାନ୍ତ ରାଜାଙ୍କର ଝିଅ ଶ୍ରୀକୃଷ୍ଣଙ୍କ ଘରଣୀ ତମେ ସକ୍ରାନ୍ତ ରାଜାଙ୍କର ଝିଅ ଶ୍ରୀକୃଷ୍ଣଙ୍କର ଘରଣୀ ତମର ନାମ ସତ୍ୟଭାମା ଏ ମା ସତ୍ୟଭାମ ମା ମରିଲେ ପରା କୋଣ ହେଲେ ଆରେ ଜଣେ ସତ୍ୟଭାମା ମଲେ ହଁ ସେ ମା ମଲେ ସତ୍ୟଭାମା ଆଉ ଜଣେ ସତ୍ୟଭାମା ତାଙ୍କର ପୁରା ଦିଲେ ପଳାଇବ ରେ ହେଡି ମା ସତ୍ୟଭାମା ଉଧରେ ଆସିଲେ ଦେଖିଲ ବୁଢା ଅଛି କି କୋ ପ୍ରକୃତରେ ଆଜି ସତ୍ୟଭାମା ମା ମରିଛନ୍ତି ଇଆଡେ ସତ୍ୟଭାମା ପୁରାଣ ମଧ୍ୟ ଚାଲିଛି ନା ନାହିଁ ଆରେ ମାଙ୍କର ନାଁ ହେଲା ସତ୍ୟଭାମା ଇଆଡେ ପୁଣି ଆସିଲେ ସତ୍ୟଭାମା ହଉ ଆଚ୍ଛା ତୁମେ ଯଦି ସତ୍ୟଭାମା ଆଜ୍ଞା ପରୀକ୍ଷକ ରସଲ ତାର अच्छा ବାସଟେ ଦ୍ୱାରକା ବାସଟେ ଦ୍ୱାରକା सजी बुआ आरवी की बुआ कपिया सजी बुआ आरवी की बुआ आलपुरी को भुवन सरसु आलपुरी को भुवन सरसु मिटनी लहु जागरे जागर जाइबा ओ मिटनी लहु जागरे जागर जाइबा द्वारका है असल तार असत द्वारका है असल तार पिता सक्रजित पति जय श्री कृष्ण आज्ञा पिता सक्रजित पति जय श्री कृष्ण मोहिमा जहार उड़े पताका है रसल तार असत द्वारका है रसल तार घटरू फिटी लगाई कन्हई घटरू फिटी लगाई राधालो तोरी पाई राधालो तोरी पाई सुधार गाई ताहिला उलाई सुधार गाई ताहिला उलाई राधालो तोरी पाई राधालो तोरी पाई असत द्वारका है रसल तार असत द्वारका आज्ञा परीक्षक आपण निजे
ଗୋସିଅନ୍ଦତକୁ ବଦ୍ଧ କରି ଆଚ୍ଛା ଯାହାକୁ ଉଦ୍ଧାର କରି ଆଣିଥିଲି ସେହି ଶକ୍ରାଜିତ ରାଜାଙ୍କର ଝିଅ ଆଚ୍ଛା ଶ୍ରୀକୃଷ୍ଣଙ୍କର ପାଟରାଣୀ ନିଜେ ସତ୍ୟଭାମା ଆସିଛନ୍ତି। ସତ୍ୟଭାମା ନିଜେ ସତ୍ୟଭାମା ଆସିଛନ୍ତି। ରକ୍ଷକ ବାନ୍ଧନ ବିପତ୍ତି ତୁ କଥା ଶୁଣି ଠାରୁ ମୋ ହସ୍ତରୁ ଯେ ଶସ୍ତ୍ର ଖସି ପଡ଼ିଯାଉଛି ରକ୍ଷକ ହସ୍ତ୍ର ମଧ୍ୟ ଖଇଲେ ପ୍ରାଣ ଖସି ମରିଯିବି ମୋର ବୁଦ୍ଧି ବଣା ହୋଇଲାଣି ଦୂତ କି ବୁଦ୍ଧି କରିବି ରେ ମୋର ବୁଦ୍ଧି ବଣା ହୋଇଲାଣି ଦୂତ କି ବୁଦ୍ଧି କରିବି ସତ୍ୟଭାମା ବୋଲି ଚିହ୍ନି ନ ପାରିନ ସତ୍ୟଭାମା ବୋଲି ଚିହ୍ନି ନ ପାରିନ ତାଙ୍କ ଶିର କାଟୁଥିଲି ଦୂତ କି ବୁଦ୍ଧି କରିବି ମୋର ବୁଦ୍ଧି ବଣା ହୋଇଲାଣି ଯୁତ କି ବୁଦ୍ଧି କରିବି ରେ ବୁଢ ପରିଦ୍ରୋହ କରି ଶ୍ରୀ ପରେ କେତେ କଟୁ ଭାଷା କହିଛି ବୁଢ ପରିଦ୍ରୋହ କରିଛି ପରେ କେତେ କଟୁ ଭାଷା କହିଛୁ ମୁଖରେ ଜାଣିଲେ ଗୋବିନ୍ଦ ପଡିବ ବିପଦ ଜାଣିଲେ ଗୋବିନ୍ଦ ପଡିବ ବିପଦ ମୋତେ ବିଧାତା ବୁଦ୍ଧି କରିବି ରେ ମୋର ବୁଦ୍ଧି ବଣା ହୋଇଲାଣି ଯୁତ କି ବୁଦ୍ଧି କରିବି ରେ ଦ୍ରୋହ କରି ଶ୍ରୀ ପରେ କେତେ କଟୁ ଭାଷା କହିଛି ବୁଢ ଦ୍ରୋହ କରି ଶ୍ରୀ ପରେ କେତେ କଟୁ ଭାଷା କହିଛି ମୁଖରେ ଧିକ୍କ ମୋର ଜ୍ଞାତି ଧିକ୍କ ବୀରପଣ ଧିକ୍କ ମୋର ଜ୍ଞାତି ଧିକ୍କ ବୀରପଣ ପ୍ରାଣ ନ ଯାଇ ରହିଛି ନାଇଁ ଅଛି ମୁଁ କି ବୁଦ୍ଧି କରିବି ରେ ମୋର ବୁଦ୍ଧି ବଣା ହୋଇଲାଣି ଯୁତ କି ବୁଦ୍ଧି କରିବି ରେ ଯେବେ କୃଷ୍ଣହଳ ପାଣି କେଉଁ ତାର ମହି ଦେବୀ ତାଙ୍କ ପୁଣି ପଚାରିବେ ଯେବେ କୃଷ୍ଣହଳ ପାଣି କେଉଁ ତାର ମହି ଦେବୀ ତାଙ୍କ ପୁଣି ଆଗ ସତ୍ୟଭାମା ଦୋଷ କର କ୍ଷମା ଆଗ ସତ୍ୟଭାମା ଦୋଷ କର କ୍ଷମା ତୁମ ପାଦେ କରୁଛି ଦଇନି ଦୂତ କି ବୁଦ୍ଧି କରିବି ରେ ମୋର ବୁଦ୍ଧି ବଣା ହୋଇଲାଣି ଯୁତ କି ବୁଦ୍ଧି କରିବି ରେ ରକ୍ଷକ ସିଏ କାନ୍ଦୁଛନ୍ତି ସିଏ କାନ୍ଦୁଛନ୍ତି ତମେ ହସୁଛ ସତ୍ୟହରା ମତେ ଯୋଉ ବନ୍ଧନ କଷ୍ଟରେ ଯୋଉ କନ୍ଦଉଥିଲେ ମୁଁ କାନ୍ଦୁଥିଲି ତାଙ୍କ ହସୁଥିଲେ ନା ଏଇଟା ଏବେ ସୁଝଉଛି ଆଉ ତାକୁ ଯୋଉ ଖୁଣ୍ଟିରେ ବାନ୍ଧିକି ତମେ ହେ ହେ ହଉଥିଲ ତାକୁ ଖୁଣ୍ଟିରେ ବାନ୍ଧିଥିଲ ସିଏ କାନ୍ଦୁଥିଲା ତମେ ହସୁଥିଲ ଗଲା ସେଇଟା ବଦଳି ଗଲା କେଡ଼େ ଅପରାଧ ଅଟିଲି ଦ୍ୱାରକ୍ଷକ ନ ଜାଣି ନ ଶୁଣି ଶ୍ରୀକୃଷ୍ଣଙ୍କ ପାଟରାଣୀ ସତ୍ୟଭାମାଙ୍କୁ ବନ୍ଧନ ଆଦେଶ ଦେଇଛ ମୁଁ ବାନ୍ଧିଛି ତେଣୁ ଗୋଟାଏ ଘର ପାପ ହେଲା ଦ୍ୱାରକ୍ଷକ ସେ ପାପରୁ ଅତି ଶୀଘ୍ର କିପରି ମୁକ୍ତି ହେବି କହ ନଚେତ ଆତ୍ମହତ୍ୟା କରି ମରିବି ଆରେ ପାପ ଯେ ମତେ ଅତିବାହିତ ହେଲାଣି ପାପରୁ କିପରି ମୁକ୍ତି ହେବି କହ ତମେ ଦୁଃଖ କରଲ ମାମୁ ତମର ପରିସ୍ରା କଲେ ମୁକ୍ତ ହବ ଚଣ୍ଡାଳ ପିଲା ତତେ କଣ ଶୁଭିଲା ରେ କଣ ବୋଲି ସେ କହିଲେ ମୋର କିନି ମୁକ୍ତ ପାପରୁ ମୁକ୍ତି ହେବି ରେ ସେ ତତେ କହିଲା କେମିତି ମୁକ୍ତ ହବ
मूर्ख पिलारे मुक्त नहीं मुक्त बोलती परिश्रा गले मुक्त हो ताको कहूछ तते मुक्त बोली से कहिले मेडिसिन दियो रे खाइबो नले मजियो अरे नहीं आउ पापरु केमिति उद्धार करू उद्धार हबो जे हमें कहबो कि तमे बड़ लोक बस बस कहबो आज्ञा रक्षक कहिबिनी कहिले मो कथा रहिबो निश्चय तो कथा रखबी पाप जो मते अतिबाहित होलानी ओह जा कहिबी रखिबी सुनिबा हां ताहले पापरु केमिति उद्धार हो कह तू तो मैडा मु कहिबिनी आउ शास्त्र जहा लेखाई से कथाटा कहि की परी कह ओ पाप पाई की पाप कले की प्रकार कर्म कले पापरु केमिति मुक्त हेबे पड़िबो अछि ना शास्त्र रे ता कह बोले बुझु सुना चोर को जेतिकी दंड काकुड़ी दिले सेत रंग ना दंड अछि के ना ना सुना चोर को जेतिकी दंड काकुड़ी चोर कोन सेतिकी दंड अछि ना ना काहा को केतिकी दंड अछि ना की प्रकार पाप कले की प्रकार मुक्ति हेबे कह तू तो मुख्य पुराण रे लेखा हिछि ब्रह्म हत्या नाश जाए अश्वमेध कहले वीर अश्वमेध कहले स्त्री हत्या नाश जाए गंगारे छाछिले वीर गंगारे छाछिले गंगारे छाछिले वीर गंगारे छाछिले ब्रह्म हत्या नाश जाए अश्वमेध कले अश्वमेध यज्ञ कले ब्रह्म हत्या पापर मुक्ति हाँ स्त्री हत्या करिब गंगारे झास देले मुक्ति पाइब अच्छा गो हत्या नाशे कोटिए धेनु कले दाना शिशु हत्या नाश जाए जल कीर्तिरे नाच जाए जल कीर्तिरे गोहत्या नाशे कोटिए धेनु कले दानु गोहत्या करिब गाई दान देले मुक्ति पाइब हां शिशु हत्या जोटा कि भ्रूण हत्या कोन हत्या आज जो 20-25 वर्ष तले आमे कर्म करथिले ता दंड आज आमे पाउछे आज बहु पिलाटी मिलिबाकू नाही बहु पिलाटी आज मिलुनी काहाकू आज हाँ काहे की मिलुनी काहे ए जो 20-25 वर्ष तले कंप्यूटर करी जेतिक जगह जो झियो को मारिथिले भ्रूण हत्या करथिले संसार को ए झियोटा मा गर्भर आसीबा पूर्वरु ताकू मा गर्भर के ताकू नष्ट करि देथिले आज 1000 पुअरे 600 झियो आउ 400 पुआ आज अबडुआ हेगिरे अभिभाई गिरे आज्ञा मिलिबाटा आज कष्ट होछि आज एमिति समय आसीबो गोटे झियो को 5टा पुओ विवाह लागे समान भाग छिड़िबो हाँ हमर समय पड़ेला तम समय पड़ेला हेडी हमर जो नाती माने विवाह लाड़ को एमिति हबो तांको भाग्य को जोड़ा जागा आउ कोन आगु आगु तो अभाव आउरी जीवन आउरी एबे तो खोजिले बहु पिलाटी मिलुनी ना नहीं हेले आज्ञा आहे मातृहरण दोष को हे ब्रह्म ज्ञान साथी ऋण न सुझिले देव हे निज शिर छेदी स्त्री को बांधी दंडिब जेउ मुठनर दंते कुटा धरी पादे मुंडिया मारे हे जचे कुटा धरी पादे मुंडिया मारे जचे कुटा धरी पादे मुंडिया मारे जचे कुटा धरी पादे मुंडिया मारे जचे कुटा धरी पाप छाड़ी जीव पाप छाड़ी जीव तुम्भ शरीर हे पांडव वीर आदि पाप छाड़ी जीव तुम शरीर हे पांडव वीर
जीवत भसारिया हे पांडवीर पाप छाड़ी जीवत भसारिया हे पांडवीर आज्ञा अरे खिदा अरे ढंपा ଗୋଟେ ପାଳ କୁଟାଟି ଆଣିଲୁ ରେ କୁଟାଟି ଆଣିଲୁ ଆଉ ତୋ ଗାଁରେ ଟୋଟା ମିଳୁଛି କି କୋଷ ଇନ୍ଦ୍ରାବାସ ହେଇଗଲା ସବୁ ଭୋଟେ କେତେନି ଆଉ ବାଳ ତର କିଛି ମିଳିବନି କେତେ କଷ୍ଟ ମୁଁ ଜାଣୁଛି ସେଇଟା ହେ ଭଗବାନ କୋଷ ବାଟେ ଯାଇକି ଯାଉଛି ରେ ପୁଅ ସେ ବାରି ମୁଣ୍ଡରୁ ସେପଟେ ଦେଇ ନେଇ ଟକାରେ ପକେଇ ଦଉଛି ଛି ମୂର୍ଖ ସନ୍ଦାଳ ମତେ ଅନ୍ଧାର କଣ ଦେଖାଉଛି ରେ ପୁଅ ହାତ ଧୋଇ ତା ମୂର୍ଖ ସେ ବାରି ଗୋଟେ କୁଟାଟି କୋଉଠି ମିଳୁନି ମୂର୍ଖ ପିଲା ଯାଇଛି ଖତ ଗଦାରୁ ଧରି ଯାଇଛି କୋଉଠି କିଏ ଘୋଲ ଠିଙ୍ଗରେ ମୂର୍ଖ ପିଲା ଏଟା ଗୋଟେ ଅପର୍ଜିଆ ପିଲାଟା କେମିତି ତୋ ମା ତତେ କୋ ବେଟରେ ମତେ ଅନ୍ଧାର ଦେଖା ଫିଙ୍ଗରେ ନାଇଁ ଗୋଟେ କାହାତରେ କୁସମ ସେ ଗୋଟେ ଗୋରୁ ଗାଈ କିଏ ଖାଇବ ଯେ ଖାଇଦଉନୁ ବାପ ଛାଡିବା ପାଇଁ ଯୋଉଟା ଖାଇବା ପଡିବ ବା ପିସ୍ତାଲେ ଖାଇବ ପକ୍କାରେ ଛାଡ ସିଏ ଖାଇବ ସେଟା କାଢିଦେଲି ହେଲା ଏଇଟା ଶିଖିଯାଇଛି ଦେଖି ଏଇଟା କାଢିଦେଲି ହଉ ଆଜ୍ଞା ଏ କୁଟା ଖଣ୍ଡି କଥା ଏହି କୁଟା ଖଣ୍ଡିକ ଦନ୍ତରେ ଧାରଣ କରି ତାଙ୍କ ପାଦ ତଳେ ଲମ୍ବା ହୋଇ ପଡିଗଲେ ଜିତିଏ ପାପ ଥାଉ ନା କାହିଁକି ଆଜ୍ଞା ସାପ କାଟି ଛାଡିଲା ଭଳି ସବୁ ପାପ ଛାଡିଯିବ ଧର ଧର ହେ ମା ଜଗଦମ୍ବା ହେ ମା ଭଗବତୀ ହେ ମା ଘଟଗାଁ ତାରିଣୀ ହେ ମା ଗଜ ବାୟଣୀ ହେ ମା ଲଙ୍ଗଳା ମଙ୍ଗଳା ମଙ୍ଗଳା ହେ ମା ଧରାଣ୍ଡି ଛାଡ଼ିରେ ମାଙ୍କୁ ଦର୍ଶନ ଅତି ଅତି ପକେଇଦେଲେ ଯିବନି ସେଟା ଧର ହେ ଏକ ଦୁଇ ତିନି ଚାରି ପାଞ୍ଚ ହେଲା କାହିଁ ମା ଆସ रे से जो हमर जो नमो नमो देवी मागो विष्णु का घरणी नमो नमो देवी मागो विष्णु का घरणी न जाने करे छी दोष मुमुढ़ ज्ञानी मागे मुमुढ़ ज्ञानी न जानी करिछि दस मुमुढ़ अज्ञानी मुमुढ़ अज्ञानी हेली जननी गो हरि दर्शन धन हेली जननी गो हरि दर्शन पवित्र होइला देखी ए पाप नयन मालो ए पाप नयन पवित्र होइला देखी ए पाप नयन ए पाप नयन तुम्हे आसी अच्छा बोली न पारिली तुम्हे आसी अच्छा बोली चिन्ही न पारिली बिना दोष तुम्हारू एही कस देली मालो शोधन करिले बिना दोषे तुम बांधी कट देली बांधी कट देली तुम्ह पाद तले मागो हेउछि जुहार
ତୁମ୍ଭ ପାଦ ତଳେ ମାଗ ହେଉଚି ଦୁହାର ଦୋଷା ଦୋଷ କ୍ଷମା କରି ଆଶୀର୍ବାଦ କର ମାଲୋ ଆଶୀର୍ବାଦ କର ଦୋଷା ଦୋଷ କ୍ଷମା କରି ଆଶୀର୍ବାଦ କର ଆଶୀର୍ବାଦ କର ଦୋଷା ଦୋଷ କ୍ଷମା କରି ଆଶୀର୍ବାଦ କର ଆଶୀର୍ବାଦ କର কি গো দেবী সত্যভামা তুম পাদরে মোর নমস্কার 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 হব ନାହିଁ ଦିଆ ନାହିଁ ହବନି କାହିଁକି ନାଇଁ ନାଇଁ ତମକୁ ମୁଁ କହିଛି ତମକୁ ଏମିତି କୁହାହେଇଛି କହିଛି ନାଇଁ ରେ ପୁଅ କହିଛି ଚାରି ଖୁରା ଛାଡିଦବ ତଣ୍ଡା ହେଇକିରି ପେଟେକିରି ପଡିଲେ ପାପ ଯିବ ହେ ବାବା। ନାଇଁ ରେ ଠିଆ ଠିଆରେ ପାପ ଯିବ ତୁ ନଦୀରେ ପାଣ୍ଡ ପଡେ ଶହେ ଜାଣିଛୁ ନାଇଁ ରେ ସେ ପାଣ୍ଡା ପଡୁ ନାଇଁ ନାଇଁ ପାଣ୍ଡ ପଡେ ଶୋଲେ ଶହେ ପଡୁ ଆହେ ମାଗ ମାଗ ବୀର ନାକେ ନାକେ ଦେବୀ ଦେବେଟି ବର ହେ ମାଗ ମାଗ ବୀର ଦେବୀ ଦେବୀ ବର ହେ ମଗ ମଗ ବୀର ଆହୁରି ମାଗିଲେ ହେ ବୀର ଦେବୀ ଦେବେ ବର ଆଜ୍ଞା ମାଗିଲେ ହେ ବୀର ଦେବୀ ଦେବେ ବର ଆଚ୍ଛା ପୁଅ ଝିଅ କିଛି ହେଇନି ପରା ନା 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 ସବୁ ଦିଟା ଦେ ମୂର୍ଖ ପିଲା ଦିଟା ନହେଲେ ତିନିଟା ଅଧେ କଣ କର ଏବେ ଯୋଜନା ଚାଲିଛି ତୋର ସେଟିଂ ନା ମାନିବାକୁ ପଡିଲେ ତୋର ପୁଅ ଝିଅ ଯୋଡେ ତିନିଟା ହେବ ତୁମ୍ଭର ମଗ ମଗ ବୀର ଦେବୀ ଦେବୀ ବର ହେ ମଗ ମଗ ବୀର ଅତି ଶୀଘ୍ର ବିଳମ୍ବ ହଉଛି কি গো লক্ষ্মী পরপয়া শ্রীহরি প্রিয়া ଶ୍ରୀହରି ପ୍ରିୟା ইন্দিরা লোকমাতা মাখিরাব্ধি তনয়ার মা କ୍ଷୀରାବ୍ଧି ତନୟାର ମା তুম পাদরে মোর নমস্কার ହୋ ହୋ। छी 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 ତମକୁ ଟିକେ ଖୁଞ୍ଚୁ ଖୁଞ୍ଚିଆ ଲାଗିଲାନି ছি 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 ଟିକେ ଗବ ଖୁଞ୍ଚିଆ ଲାଗିଲାନି এ তোরে খেদ କହିଲି ବୋଲି ଗୋଟେ ଭୁଆ ସୁନ୍ଦର ଗୋଟେ ତଳେ ମୁଣ୍ଡିଆ ମାରିଲ କି ছি কହୁছি পাপ লাউনি কইলা মু নমস্কার কলি छी ତମ ଜୀବନ ছি এ আহে উলাহর জুন পিলা কি কর্ম কলা এ 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 উলাহর জুন পিলা ଛୁଆ ଶୁଣି ଗୋଡ ତଳେ ମାଇ ପିଲା ଗୋଡ ତଳେ कोला ए उलारा जना पिला की कर्म कोला ए उलारा कोना पिला ବୁଦ୍ଧି ଯାହାର ନଥିବ ବଳ ଥିଲେ କି ସାହେବ ବୁଦ୍ଧି ଯାହାର ନଥିବ बोल चिले की साहेब ବୁଦ୍ଧି ବଳ କୌଶଳ बुद्धि वाला कौशल ସବୁ ସରିଲା ହେଉଲା ରୋଜନା ହେଉଲା कोला
ଛି 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 ରକ୍ଷକ ଛି କରୁଛୁ ତମକୁ ଟିକେ ଲାଜ ଶରମ ଲାଗେ ଲାଜ ଦେଖ ହେ ମତେ ନମସ୍କାର କର ବୋଲି କହିଲା ତା କଥାରେ ମୁଁ ନମସ୍କାର କଲି ନମସ୍କାର କଲ ତାହେଲେ ଥଟ୍ଟା ମାର କରୁଛୁ ଫେରେ ତମ ଥଟ୍ଟା କରୁନି ହଁ ମୁଁ କହିଲି ତମେ ନମସ୍କାର କର ବୋଲି ନମସ୍କାର କଲ କଲି ମୁଁ ଏବେ କହିବି ସେ କୂଅରେ ବୁଡି ମର ବୋଲି ବୁଡି ମରିବ କାଇଁ ମତେ ମୁଁ କାଇଁ କୋର ପଡିବ ଦୈବ ମୁଁ ଛାଡିଛି ଯଦି କହିଲି ନମସ୍କାର କଲ ମୋ ଦୈବ ଛାଡିଛି ସେ କୋର ମୁଁ କହିବି ସେ ଚାଲ ସେ କୂଅରେ ବୁଡି ମରିବ ମୋ କଥାରେ ବୁଡି ମରିବ କିଏ କୂଅରେ ଯାଇକିରି ମୋ ମାମୁଁ ଜଣେ ତେଣୁ ଘୋଷଣା କରି ଆଜ୍ଞା। କରୁଥିଲେ ଦେଇ ପଡିବ କି ମୋ ଦୈବ ଛାଡିଛି ମୋ ମାମୁଁ କହିବ ଏବେ ବନ୍ଧରେ ଗୁଅ ଖାଲେ ଖାଇବୁ ନାଇଁ ତମର କୋଉଠି ମାଡ ହେଲା ତମର ତେଣୁ କୋଉଠି କରି ମାଡ ଆଜ୍ଞା ହେଇଛି? ର କୋଉଠି ମାଡ ହେଇଛି? ଏ ଜଗତରେ 6ଟି ମୂର୍ଖ ଥିଲେ ଆପଣ ମିଶିବାରୁ 7ଟି ମୂର୍ଖ ହେଲା ରକ୍ଷକ ଆଜ୍ଞା ଏ ଏ ଜଗତରେ 6ଟା ମୂର୍ଖ ଥିଲେ କିଏ ସେ 6 ଛଅ ଜଣ ମୂର୍ଖ ଥିଲେ ହଁ ଆପଣ ମିଶିଗଲେ ଏବେ ହଁ 7 ଜଣ ମୂର୍ଖ ହେଲେ 7 ଜଣ ମୂର୍ଖ ଆପଣଙ୍କୁ ମିଶାଇକିରି ମତେ ବି 6 ଜଣ ଆଜ୍ଞା ଆଚ୍ଛା ଦୂତ ଏ ଜଗତ ମଧ୍ୟରେ 6 କୋଟି ମୂର୍ଖ କିଏ ସେ ଥିଲେ ଆଉ ମୁଁ ମିଶିବାରୁ 7 କୋଟି ମୂର୍ଖ ହେଲୁ କିପରି 7ଟି ମୂର୍ଖ କହ। 6 ଜଣ କିଏ କିଏ ଥିଲେ ହଁ ଆଜ୍ଞା ସମସ୍ତେ ଶୁଣ ସଂସାରରେ 6 ଜଣ ମୂର୍ଖ କିଏ କିଏ ଥିଲେ ଅର୍ଜୁନ ମିଶିବାରୁ 7ଟି ଥିଲେ ହଁ, ହଁ, ହଁ। ଦେଖ ରାମ ମୂର୍ଖ କଂସ ମୂର୍ଖ ଅତି ମୂର୍ଖ ଦୁର୍ଯ୍ୟୋଧନ ଆଜ୍ଞା ରାମ ମୂର୍ଖ କଂସ ମୂର୍ଖ ଅତି ମୂର୍ଖ ଦୁର୍ଯ୍ୟୋଧନ ବାଳି ମୂର୍ଖ ରାବଣ ମୂର୍ଖ ଶାଳି ବାହନ ତା ପଛେ ମୂର୍ଖ ଆପଣ କହ ବୋଲେ ଗଣ୍ଡେ ଦିଅଣ୍ଡା କହିବି ଇଆଡେ ଆସିଲେ ଇଏ ବୋଉଲ ଭରିଗଲି ରାମଚନ୍ଦ୍ର ମୂର୍ଖ ବୋଲି କହୁଛୁ ରାମ ମୂର୍ଖ ଯେ କି ଜଗତର ନାଥ କଂସ ମୂର୍ଖ ଦୁର୍ଯୋଧନ ମୂର୍ଖ ରାବଣ ମୂର୍ଖ ମୂର୍ଖଙ୍କ ଶାଳି ବାହନ ବୋଲେ ଚନ୍ଦ୍ର ଆଚ୍ଛା ତା ପଛେ ମୂର୍ଖ ରାମଚନ୍ଦ୍ର ମୂର୍ଖ ଆଜ୍ଞା ଆରେ ରକ୍ଷକ ଯେ କି ଜଗତ ନାଥ ରାମଚନ୍ଦ୍ର ତାଙ୍କୁ ତୁ କିପରି ମୂର୍ଖ ତଳେ ସାବ୍ୟସ୍ତ କରୁଛୁ ନାଇଁ ନାଇଁ ମୂର୍ଖ ନୁହନ୍ତି ହଁ କିନ୍ତୁ ମୂର୍ଖ ପଣିଆ କାମ କରିଥିଲେ ମୂର୍ଖ ପଣିଆ କାମ କରିଥିଲେ ମୂର୍ଖ ପଣିଆ କାମ କରିଥିଲେ କେମିତି ଏଟା ମୁଁ କହୁନି ହଁ ହନୁମତ ବିରଚିତ ମହାନାଟକରେ ଲେଖା କିପରି କହିଲ हे मकुरंगिन च पूर्ववार्ता न श्रूयते वेद पुराण शास्त्रे आज्ञा हे मकुरंगिन च पूर्ववार्ता न श्रूयते वेद पुराण शास्त्रे तथापि दृष्टा रघुनंदनेन हे विनाश काले विपरीत बुद्धि हे ಅದೆಲ್ಲ ಎಕ್ಕಗಳನ್ನ ಓದಿರಿಗೆ ಅತ್ತುನ ତ ಕೊಚ್ಚಿ ನಾ हेले आज्ञा ଦୂତ हे मकुरंगिन च पूर्ववार्ता ଆଚ୍ଛା हेमंत ସୁବର୍ଣ୍ଣ କୁରଙ୍ଗୀ ଯେ ମୃଗ ମୃଗ ଏ ସଂସାରରେ ସୁନାର ମୃଗ ଜନ୍ମ ହେଇଛି ଏଇଟା ଗୋଟେ ଅସମ୍ଭବ କଥା ଅସମ୍ଭବ ନା କେବେ ଜନ୍ମ ହବ କିଏ ବାବୁ ସୁନାର କେବେ ମୃଗଟି ହବ କିଏ ବାବୁ ନାହିଁ ଏଟା ଗୋଟେ ଅସମ୍ଭବ କଥା ସୀତା ବାଧ୍ୟ କଲେ ବିଣେ ଜିଣା ଭାଷେ ଶ୍ରୀରାମର ଏ ମୃଗେ ମୋ ସଭା ବସନ୍ତି ଅଦିନ ଅତି ସୁରଞ୍ଜନ ଯିବ କିଏ ବାଧ୍ୟ କଲେ ସୀତା ଯେ ତମେ ସୁନାର ମୃଗଟାକୁ ମତେ ମାରିକିରି ନହେଲେ ଧରିକିରି ହେଲେ ଆଣିଦିଅ ହଁ ହେ ବାବୁ ସୀତା ବାଧ୍ୟ କଲେ ବୋଲିକିରି ଇଏ ଟିକେ ବିଚାର କରିବା କଥା ନଥିଲା ଯେ ଏଠି ବଣ ଜଙ୍ଗଲ ଭିତରେ ସାହି ନାହିଁ କି ପଡିଶା ନାହିଁ ପୁଣି ସୁନାର ମୃଗଟି ଜନ୍ମ ହବ ବୋଲିକିରି କେବେ ବେଦ ପୁରାଣ ଶାସ୍ତ୍ରରେ ଆଗରୁ ହେଇନି କିବା ଏଇଟା ଗୋଟେ ଅସମ୍ଭବ କଥା ଗୋଟେ ବିଶ୍ୱାସ କରିକିରି ସୀତା କହିଲେ ବୋଲିକିରି ସିଏ ଭଗବାନ ପୁରୁଷ ରାମଚନ୍ଦ୍ର ଗୋଟେ ସୁନା ମୃଗ ପଛରେ ଗୋଡେଇବାଟା ହେଲା ଏଇଟା ଗୋଟେ ମୂର୍ଖର କାମ ତା ବୋଲି ପ୍ରଭୁ ମୂର୍ଖ ନୁହନ୍ତି ନାହିଁ କିନ୍ତୁ କାମଟା ଏଇଠି କଣ ହେଇଥିଲା ମୂର୍ଖ ପଣିଆ କାମ କରିଥିଲେ ବୋଲିକିରି ରାବଣ ଆଜି ସୀତାଙ୍କୁ ଚୋରି କରି ନେଲା ଏତେ ଦଣ୍ଡ ଭୋଗିବାକୁ କାଣ୍ଡ ହେଇଗଲା ଟିକିଏ ଭୁଲ ପାଇଁ ଆଚ୍ଛା ଟିକିଏ ଭୁଲ ପାଇଁ ହଁ ଯଦି ଏତିକି ହେଇନଥାନ୍ତା ହଁ
ଲକ୍ଷ୍ମଣ ମନା କରିଛନ୍ତି ଭାଇ जाना भाई ଯାନି ଭାଇ हाँ ଇଏ କାଳେ ରାକ୍ଷସ ହେଇଥିବ କାଳେ ମାରିଚ ଅସୁର ବିଭିନ୍ନ ରୂପ ଧରି ପାରୁଛି ଭାଇ हाँ କିନ୍ତୁ ସେ ବୋଲେ ନାହିଁ ସୀତା କହିଛି ତା କଥାଟା ରକ୍ଷା କରିବି बाध्य ଯେତେବେଳେ କି ସିଏ ତ୍ରାହି ଲକ୍ଷଣ ବୋଲି ଡାକି ନାହାନ୍ତି ତାହା ହିଁ ଲକ୍ଷଣ ତୁ ଯୋଉଟା କହୁଥିଲୁ ମାରିଚ ବୋଲି ପ୍ରକୃତରେ ଇଏ ସେ ମାରିଚ କିନ୍ତୁ ସୀତାକୁ ଶୁଭିଲା ତ୍ରାହି ଲକ୍ଷଣ ରାମଚନ୍ଦ୍ର କହିଲେ ତାହା ହିଁ ଲକ୍ଷଣ ତୁ ଯୋଉଟା କହିଥିଲୁ ତୋ କଥାଟା ଆଗା ସତ କହିଥିଲୁ ମାରିଚ हाँ ତୋ କଥାଟା ହିଁ ଠିକ ठीक କିନ୍ତୁ ମୁଁ ବୁଝିବାଟା ମୋର ଆଜି ବୁଦ୍ଧିଭ୍ରଷ୍ଟ ହେଇଗଲା हे गला रे भाई କାହିଁକି ଜାଣିଛ कहीं की ମଣିଷର କର୍ମ ବିପାକ ଆସିଲେ हाँ हाँ ମଣିଷର କର୍ମ ବିପାକ ଆସିଲେ जानी पारे नहीं କେଡ଼େ ବଡ ଜ୍ଞାନୀ ଲୋକ ମଧ୍ୟ हाँ ରାଜ୍ୟ ନାଶ ବନବାସ ମୃତ୍ୟୁ ସୀତା ମୃତ୍ୟୁ ପିତା पिता ଦୈବ ବଳରେ ବୁଦ୍ଧି ହଜିଯାଏ ମାୟା माया बड़ा रे ମଣିଷର କର୍ମ ବିପାକ ଆସିଲେ ଆଜ୍ଞା हाँ କେଡ଼େ ବଡ ବୁଦ୍ଧିମାନ ଲୋକ ମଧ୍ୟ ବୁଦ୍ଧିଭ୍ରଷ୍ଟ हे जाए ଆଜି ଭଗବାନ ରାମଙ୍କୁ ମଧ୍ୟ ସେ ପ୍ରକାର ଆସିଥିଲା ଯେ आशी थिला ଗୋଟେ ମାୟା ମୃଗ ପଛରେ ଘୋଡେଇଥିଲା हाँ ଅସମ୍ଭବ କଥା ସମ୍ଭବ କେବେ ନାହିଁ नहीं ଏକ ଦୈବ ହି ରାମେଣଂ ଲବ୍ଧମାଦି ଚତୁଷ୍ଟୟଂ अच्छा ରାଜ୍ୟ ନାଶ ବନବାସ ମୃତ୍ୟୁ ସୀତା मृत्यु पिता ରାତି ପାଇଲେ ରଜା ହେଇଥାନ୍ତେ ରାଜ୍ୟ ଗଲା ଦ୍ୱିତୀୟରେ ବନବାସ କଷ୍ଟ ଭୋଗ କଲେ हाँ ତୃତୀୟରେ ସୀତାଙ୍କର ହରଣ ହେଲା हाँ ପୁଣି ପିତାଙ୍କର ମରଣ ବାର୍ତ୍ତା ବଣରେ ଥାଇକିରି ଶୁଣିଲେ ଯୋଉଟା କି ବାପାଙ୍କର ଶୁଦ୍ଧି କାର୍ଯ୍ୟ ମଧ୍ୟ କରିପାରିଲେ नहीं ଇଏ ହଉଛି ବଡ ଗୋଟେ ବିପତ୍ତି ରାମଚନ୍ଦ୍ର ନିଶ୍ଚୟ ଏଣୁ କରି ଆଜ୍ଞା ମୂର୍ଖ ନୁହନ୍ତି ମୂର୍ଖ ପଣିଆ କାମ କରୁଥିଲେ ମୂର୍ଖ ଶାସ୍ତ୍ର ଲେଖା ହେଇଛି कौन बोली ଭଗ୍ନୀର ଛୁତକୁ ଉଚ୍ଛିଷ୍ଟ ନ ଦେବ अच्छा ଦେବତା ପ୍ରାୟ ଥିବ ବୋଲି। मणि ଭଗ୍ନୀର ସୁତ କିଏ ଆଜ୍ଞା भनजा ଭଣଜା ଆପଣ ମାନେ ଏଇଟା ଗୋଟେ ଜାଣିଥାନ୍ତୁ ଭଣଜାକୁ କେବେ ଅଇଁଠା ଦେବାକୁ ହେବ हेब नहीं ଭଣଜାକୁ କେବେ ମଧ୍ୟ ଅଇଁଠା ଦେବାକୁ ହେବ नहीं ଆପଣ 100ଟା ବ୍ରାହ୍ମଣଙ୍କୁ ବସେଇକିରି ଭୋଜନ ଦେଲେ ଯେତିକି ଗୋଟେ ଭଣଜା କୋଠାରେ ବସିକିରି ଭୋଜନ କଲେ ହଉଛି ସେତିକି हाँ ତେଣୁକରି ଭଣଜାକୁ କେବେ ମଧ୍ୟ ଉଚ୍ଛିଷ୍ଟ ଦେବାକୁ ହବ नहीं हे मामू କିନ୍ତୁ किंतु जे तमे जो एक कथा कहलो भणजा को अंठा देले महादोष बोली कहउछ आ तमे मते किनी दे दउछ ଓହୋ ଯୋଉ ପଇଡୁଟା ପିଇଲି तम पेट गरम चली पइडो ताको पी दउछ लालिया को मते दे दउछ सेडा अंठा हेलानी ହଁ ହେଲା ଯେ मु तम भणज नहीं ହେଲା ତୁ କଣ ପେଟ୍ର ଭଣଜା କିଏ आ कोन पिची द ଲେଖା ଦୋକାନ ନା ଆଉ ଏବେ ଆଉ ଦଉନି ଆଗେ ଯୋଉ ଯାଉଥିଲ ଅମାଂସା ସକାଳ ଦଉଥିଲି अरे तम लेखा मो बहू को तमे भौणी लेखा देखो ରହ जाने गले कहबी रो ଛି ମୂର୍ଖ ପିଲାର ଏଣୁ କରି ଆଜ୍ଞା କଂସ 6ଟା ଭଣଜାକୁ अच्छा ଦେବକୀର 6ଟା ପୁଅକୁ ନେଲା ଦର୍ପଣ ଶିଳାରେ ପିଟିକିରି ବାଡେଇକିରି ମାରିଦେଲା मारी देइछि ଭଣଜାକୁ ମାରିଦେଲା हां हां ଭାଇ ବହୁ ଭଉଣୀ କି ଜୋଇଁକି ବନ୍ଦୀଶାଳାରେ ରଖା रखिछि ମାରିଥାନ୍ତା ଅଷ୍ଟମ ଗର୍ଭ କିଏ କିନ୍ତୁ ଅନ୍ୟ ଗର୍ଭକୁ ମାରିବାର କଣ ଦରକାର ଥିଲା କାହିଁକି ମାରିବାର ଥିଲା कहीं ଏଣୁ କରି ଆଜ୍ଞା କଂସ ହଉଛି ଗୋଟିଏ ମୂର୍ଖ ता ବାଳି କେମିତି ମୂର୍ଖ बालिकी प्रेम ବାଳି କିପରି ମୂର୍ଖ ଭାଇ ବହୁ ରମାଙ୍କୁ ହରଣ କଲା ପୁତ୍ରବଧୂ ସମାନ ପୁଅର ସ୍ତ୍ରୀ ଯାହା ସାନ ଭାଇର ସ୍ତ୍ରୀ ହଉଛି ତାହା ପୁତ୍ରବଧୂ ସମ ହଉଛି ଭାଇ ବୋହୂ ବଳତ୍କାର ନେଇକିରି ଭାଇ ବୋହୂକୁ ହରଣ କଲା ସପ୍ତଶାଳା ଛେଦି ଏକାକାଣ୍ଡକରେ ବାଳିକୁ ବଦ୍ଧ କରୁଥିଲେ ରାବଣ କେମିତି ମୂର୍ଖ हां ରାବଣକୁ ଯେତେବେଳେ କି ବ୍ରହ୍ମା ବର ଦେଲେ କହିଲେ ସୀତାଙ୍କୁ ହରଣ କଲେ ତୁ ମରିବୁ ଜାଣିଛି କାଳେ ହେତୁ ହବ ନା ନାହିଁ ବୋଲି କାଠ ବାଟରେ ଲେଖିଛି ସୀତା ହରଣ ରାବଣ ମରଣ ପ୍ରତ୍ୟେକ ଦିନ ପାଠ କରେ ହେଲେ ମଧ୍ୟ ଜାଣି ଜାଣି ସୀତାଙ୍କୁ ହରଣ କଲା ନିଜର ନିଜେ ଗଲା ନିଜର ବଂଶଟାକୁ ମରେଇଲା ନା ନାହିଁ ହଁ ଦୁର୍ଯ୍ୟୋଧନ ଭାଇ କି ଭାଗ ମଢାକୁ କାଠ ସଂସାରରେ ଲେଖା ହେଇଛି लेखा होछि ହେ ବାବୁ ଇଏ ଜାଣି ପାରିଲାନି ମାମୁର କଥାରେ ପଡିଲା ଶକୁନି କହିଲା ବାପରେ ମାମୁର କଥାରେ ପଡିକିରି ଭାଇମାନଙ୍କୁ ଦୂରେଇ ଦେଲା निश्चय ଶେଷକୁ କଣ କଲା ଭାଇ କି କହିଲା ସୂଚକ୍ରେଣ ଯାବତିଷ୍ଠ ଦିନେ ଦିନେ ତାବ ଭୂମି ନଦ ଦବ୍ୟା ବିନା ଯୁଦ୍ଧେ ନ କେଶବ केशव ବିନା ଯୁଦ୍ଧରେ ଜମି ଦେବି नहीं ଶେଷକୁ ଭାରତ ଯୁଦ୍ଧ ହେଲା ବଂଶଟି ମଲା ନିଜେ ମଲା ନିଜର ବଂଶଟା ପୂର୍ବ ବଂଶଟାକୁ ଧ୍ୱଂସ ध्वंस करिदेला
ନା ନାହିଁ ହଁ ଜାଣି ଜାଣି ବଂଶଟାକୁ ମୋର ହେଲା ଦୁର୍ଯୋଧନ ତେଣୁକରି ଆଜ୍ଞା ଦୁର୍ଯୋଧନ ହଉଛି ମୂର୍ଖ ମୋ କଥାରେ ବିଶ୍ୱାସ କରି ଏତେ ଲୋକଙ୍କ ଆଗରେ ଆଜ୍ଞା ଗୋଟେ ମାଇ ପିଲାର ଗୋଡ ଧରିଲେ ଆପଣ ମୂର୍ଖ ନୁହନ୍ତି ତୁ ତ ସେ ବାଜ କଥା ବନ୍ଦ କରେ ଯାହା ତ ହେବାର ହେଲାଣି ବର୍ତ୍ତମାନ ମାହେଶ୍ୱରୀ ଏଠାକୁ କେଉଁ ଉଦ୍ଦେଶ୍ୟରେ ଆସିଲେ ବୁଝି ଆସ ସତ୍ୟଭାମା କାହିଁକି ଆସିଛନ୍ତି କାହିଁକି ଆସିଲେ ରାତ୍ର ସମୟରେ ଆଚ୍ଛା ଆସିବାର ଅଭିପ୍ରାୟ ଅଭିପ୍ରାୟ କଣ ତାଙ୍କର ବୁଝିବି